ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯଦି ସେହି ବ୍ୟକ୍ତିଙ୍କ ରାଶିରେ ଶନିଦେବଙ୍କର ଶୁଭ ପ୍ରଭାବ ଥାଏ ତେବେ ସେ ଭାଗ୍ୟବାନ ହୁଅନ୍ତି। ଏହି ବର୍ଷ ମଧ୍ୟ ଶନିଦେବ କିଛି ରାଶିର ଲୋକଙ୍କ ପାଇଁ ଶୁଭ ଫଳାଫଳ ଦେବାକୁ ଯାଉଛନ୍ତି। ବର୍ତ୍ତମାନ ଶନି ବର୍ଷର ପ୍ରଥମ ମାସକୁ ନେଇ ଡିସେମ୍ବର 2024 ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। କୁମ୍ଭ ରାଶି ଶନିଦେବଙ୍କର ପ୍ରିୟ ରାଶି ବୋଲି ବିବେଚନା କରାଯାଏ। ଏହାକୁ ତାଙ୍କ ଘର ବୋଲି ମଧ୍ୟ କୁହାଯାଇଛି। ଜ୍ୟୋତିଷଙ୍କ ଅନୁଯାୟୀ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କର ଏକ ବିଶେଷ ସ୍ଥାନ ରହିଛି। ଶନିଦେବଙ୍କୁ ଏହି ପାପୀ ଏବଂ ନିଷ୍ଠୁର ଗ୍ରହ ମଧ୍ୟ କୁହାଯାଏ। ଯେତେବେଳେ ଶନି ଉଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼େ, କିନ୍ତୁ ଏହା ନୁହେଁ ଯେ ଶନିଦେବ କେବଳ ଉଦ୍ବେଗଜନକ ଫଳାଫଳ ଦିଅନ୍ତି। ଶନିଦେବ ମଧ୍ୟ ଶୁଭ ଫଳାଫଳ ଦିଅନ୍ତି। 2024ରେ ଶନି ଏହାର ରାଶି ପରିବର୍ତ୍ତନ କରିବେ ନାହିଁ, ସେ କୁମ୍ଭରେ ରହିବେ। ଏପରି ପରିସ୍ଥିତିରେ କିଛି ରାଶି ଲୋକଙ୍କ ପାଇଁ ଶୁଭ ହେବାକୁ ଯାଉଛି। ପ୍ରଥମଟି ହେଲା ମେଷ। ଏହି ରାଶିର ଲୋକମାନେ ବର୍ଷ ସାରା ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବାକୁ ଯାଉଛନ୍ତି। ଏହି ସମ୍ପତ୍ତି ଆୟତ ଉଚ୍ଚ ହେବ। ଆପଣ ବର୍ଷ ସାରା ସାଙ୍ଗମାନଙ୍କ ଠାରୁ ସମର୍ଥନ ପାଇବେ। ଆପଣ ଏକ ଭ୍ରମଣରେ ମଧ୍ୟ ଯାଇପାରିବେ। ପରିବାରରେ ଧାର୍ମିକ କାର୍ଯ୍ୟକଳାପର ସମ୍ଭାବନା ଅଛି। ବିବାହିତ ଜୀବନ ସୁଖୀ ହେବାକୁ ଯାଉଛି। ଆର୍ଥିକ ଦିଗ ଦୃଢ଼ ହେବା, ନୂଆ କାର୍ଯ୍ୟ କରିବା ଶୁଭ ହେବ। ଦ୍ୱିତୀୟଟି ହେଉଛି ବୃଷ। ଏହି ରାଶିର ବ୍ୟକ୍ତିମାନେ ବର୍ଷ ସାରା ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ଯାଉଛନ୍ତି। ଚାକିରିରେ କାର୍ଯ୍ୟଭାର ବୃଦ୍ଧି ହେବାକୁ ସମ୍ଭାବନା ଅଛି। ବ୍ୟବସାୟ ବିସ୍ତାର ହୋଇପାରେ। ବର୍ଷ ସାରା ଆପଣ ବାପାଙ୍କ ଠାରୁ ସମର୍ଥନ ପାଇବେ। ଆର୍ଥିକ ଲାଭ ହେବ, ଯାହା ଆର୍ଥିକ ଦିଗକୁ ମଜବୁତ କରିବ। ବିବାହିତ ଜୀବନ ସୁଖମୟ ହେବାକୁ ଯାଉଛି। ଯଦି ଆପଣ କିଛି କେନ୍ଦ୍ର ସହିତ ଜଡ଼ିତ ତେବେ ଏହି ସମୟ ଶୁଭ, ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ତୃତୀୟଟି ମିଥୁନ। ଏହି ରାଶିର ଲୋକମାନେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଚାକିରିରେ ଅଗ୍ରଗତିର ରାସ୍ତା ମଧ୍ୟ ଖୋଲିଯିବ। କାର୍ଯ୍ୟର ପରିସର ବିସ୍ତାର ହେବ। ଧାର୍ମିକ କାର୍ଯ୍ୟ ପରିବାରରେ ହୋଇପାରେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବ ଏବଂ ସମୟ ଚାକିରି ଏବଂ ବ୍ୟବସାୟ ପାଇଁ ଶୁଭ ହୋଇପାରେ। ଆପଣ ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ପାଇବେ। ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ କମ୍ ନୁହେଁ। ସବୁ ସ୍ଥାନରୁ ଲାଭ ଆଶା କରାଯାଏ। ଚତୁର୍ଥଟି ହେଉଛି ସିଂହ। ସିଂହ ରାଶିରେ ଲୋକଙ୍କ ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଜଣେ ବନ୍ଧୁଙ୍କୁ ସାହାଯ୍ୟରେ ଆୟ ବୃଦ୍ଧି କରିବାରେ ଏକ ମାଧ୍ୟମ ସୃଷ୍ଟି ହୋଇପାରିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆପଣ ଆରାମ ପାଇପାରିବେ। ମାନସିକ ଶାନ୍ତି ରହିବ। ଆର୍ଥିକ ଦିଗ ଦୃଢ଼ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖୀ ହେବାକୁ ଯାଉଛି। ଭିଡ଼ିଓଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ।